ନମସ୍କାର, ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ଶ୍ରାବଣ ମାସ ପୂଜା ସାମଗ୍ରୀ। ଶିବଲିଙ୍ଗ ଉପରେ ଏହି 10ଟି ଜିନିଷ ଚଢ଼ାନ୍ତୁ। ଭୋଲେନାଥ ତାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରଖିବେ। ଆସନ୍ତୁ ଜାଣିବା ସେ ସବୁ କ'ଣ। ଆଜିଠାରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି। ଏହି ମାସ ଶିବ ଭକ୍ତଙ୍କ ପାଇଁ ସ୍ୱପ୍ନ ପରି। ଆଜିଠାରୁ ଦେଶର ସମସ୍ତ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବ। ସେହି ସମୟରେ ଅନେକ ଲୋକ ଘରେ ରହି ଶିବଙ୍କ ପୂଜା କରିବେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ବର୍ଷ ଶ୍ରାବଣ ମାସ 11 ଜୁଲାଇରୁ ଆରମ୍ଭ ହୋଇ 9 ଅଗଷ୍ଟରେ ଶେଷ ହେବ। ଏହି ସମୟ ମଧ୍ୟରେ 4ଟି ଶ୍ରାବଣ ସୋମବାର ରହିବ, ଯାହାର ଗୁରୁତ୍ୱ ବେଦ ଏବଂ ପୁରାଣରେ ମଧ୍ୟ ଉଲ୍ଲେଖ କରାଯାଇଛି। ଶ୍ରାବଣ ସୋମବାର ଉପବାସ ଯେ କେହି ରଖିପାରିବେ, କିନ୍ତୁ ମହିଳା ଏବଂ ଅବିବାହିତ ଝିଅମାନଙ୍କ ପାଇଁ ଏହାର ବିଶେଷ ମହତ୍ତ୍ୱ ରହିଛି। ଶ୍ରାବଣ ସୋମବାର ଉପବାସ ରଖିବା ଦ୍ୱାରା ଘରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ଆସିଥାଏ। ସେହି ସମୟ ଅବିବାହିତ ଝିଅମାନେ ସେମାନଙ୍କର ମନପସନ୍ଦର ବର ପାଆନ୍ତି। ଏଥିପାଇଁ ଆପଣ ପୂର୍ଣ୍ଣ ରୀତିନୀତି ସହିତ ଶିବଙ୍କୁ ପୂଜା କରିବା ଉଚିତ। ତେଣୁ ଆସନ୍ତୁ ଜାଣିବା ଶ୍ରାବଣ ମାସ ପୂଜା ସମୟରେ କେଉଁ ସାମଗ୍ରୀ ସାମିଲ କରିବା ଉଚିତ, ଯାହାଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇପାରିବେ। ଶ୍ରାବଣ ମାସ ପୂଜା ପାଇଁ 10ଟି ଜରୁରୀ ସାମଗ୍ରୀର ତାଲିକା ଆସନ୍ତୁ ଜାଣିବା। 1ରେ ମୂର୍ତ୍ତି। ଶ୍ରାବଣ ମାସରେ ପୂଜା ପାଇଁ ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ଫଟୋ। 2ରେ ଫୁଲ। ସନାତନ ଧର୍ମରେ ଫୁଲର ବିଶେଷ ଗୁରୁତ୍ୱ ଅଛି। ଭଗବାନ ଶିବଙ୍କୁ ଟଗର ଏବଂ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ। 3ରେ ବେଲପତ୍ର। ବେଲପତ୍ର ହେଉଛି ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ। ଶ୍ରାବଣ ମାସରେ ତାଙ୍କୁ 3, 5, 11, 21, 51 କିମ୍ବା 101 ସଂଖ୍ୟାରେ ବେଲପତ୍ର ଅର୍ପଣ କରିବା ଉଚିତ। 4ରେ ଦୁଦୁରା। ଶ୍ରାବଣ ପୂଜା ସମୟରେ ଭଗବାନ ଶିବଙ୍କୁ ମଧ୍ୟ ଦୁଦୁରା ଅର୍ପଣ କରାଯାଏ। ଭଗବାନ ଶିବ ଦୁଦୁରା ଫୁଲକୁ ବହୁତ ପସନ୍ଦ କରନ୍ତି। 5ରେ ମହୁ। ଶ୍ରାବଣ ପୂଜାରେ ମଧ୍ୟ ମହୁ ବ୍ୟବହାର କରାଯାଏ। ମହୁ ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ। 6. ଦୀପ। ଯେକୌଣସି ପୂଜାରେ ଦୀପର ଏକ ବିଶେଷ ମହତ୍ତ୍ୱ ଅଛି। ଶ୍ରାବଣ ପୂଜା ସମୟରେ ଏହାକୁ ଆଲୋକିତ କରିବା ଦ୍ୱାରା ଘରେ ପବିତ୍ରତା ମଧ୍ୟ ବୃଦ୍ଧି ପାଏ। 7. ଧୂପ। ଘରେ ଦୀପ ସହିତ ଧୂପ ବ୍ୟବହାର କରନ୍ତୁ। 8. ଗଙ୍ଗା ଜଳ। ଭଗବାନ ଶିବଙ୍କ ପୂଜାରେ ଗଙ୍ଗା ଜଳର ଏକ ବିଶେଷ ମହତ୍ତ୍ୱ ଅଛି। ଏପରି ପରିସ୍ଥିତିରେ ଶ୍ରାବଣ ମାସରେ ତାଙ୍କୁ ଗଙ୍ଗା ଜଳ ଅର୍ପଣ କଲେ ବହୁତ ପୁଣ୍ୟ ମିଳିବ। 9. କ୍ଷୀର। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କ୍ଷୀର ଅର୍ପଣ କରିବା ମଧ୍ୟ ବହୁତ ଶୁଭ ବୋଲି ବିବେଚନା କରାଯାଏ। 10. ଫଳ ଏବଂ ପ୍ରସାଦ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବା ପରେ ଆପଣ ଫଳ ଏବଂ ପ୍ରସାଦ ମଧ୍ୟ ବଣ୍ଟନ କରିପାରିବେ। ଏହା ଘରେ ଶାନ୍ତି ଏବଂ ଖୁସି ବଜାୟ ରଖିବ। ଏହା ସହିତ ଆପଣଙ୍କର ପୁଣ୍ୟ ମଧ୍ୟ ଦ୍ୱିଗୁଣିତ ହେବ। ଆମ ଚ୍ୟାନେଲ ଦାବି କରୁନାହିଁ ଯେ ଏହି ଲେଖାରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖାହେବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।